जय जगन्नाथ पिलाମାନେ ଆପଣମାନଙ୍କୁ ସ୍ୱାଗତ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ଆମେ କ୍ଲାସ୍ 5ର ପରିବେଶ ବିଜ୍ଞାନର ପ୍ରଥମ ଅଧ୍ୟାୟ ଆମ ଚତୁଃପାର୍ଶ୍ୱରେ ଜୀବନର ସମସ୍ତ ପ୍ରଶ୍ନ ଓ ଉତ୍ତର ସହଜ ଭାବରେ ଆଲୋଚନା କରିବା। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ପ୍ରଥମ ପ୍ରଶ୍ନ ଦେଇଛି, ଏହି ଏକକର ମୁଖ୍ୟ ବିଷୟ କ'ଣ? ତ ଏହି ଚାପ୍ଟରର ମୁଖ୍ୟ ବିଷୟ କ'ଣ? ତ ଏହି ଏକକର ମୁଖ୍ୟ ବିଷୟ ହେଉଛି ଆମ ଚତୁଃପାର୍ଶ୍ୱରେ ପ୍ରାକୃତିକ ପରିବେଶ, ଜୀବଜଗତ ଏବଂ ଜଳର ଗୁରୁତ୍ୱ ବିଷୟରେ ଆମେ ପଢ଼ିବା। ପ୍ରକୃତି କାହାକୁ ବାସସ୍ଥାନ ଭାବରେ କାର୍ଯ୍ୟ କରେ? ପ୍ରକୃତି କାହାର ବାସସ୍ଥାନ? ତ ପ୍ରକୃତି ହେଉଛି ମନୁଷ୍ୟ, ପଶୁପକ୍ଷୀ ଏବଂ କୀଟପତଙ୍ଗର ବାସସ୍ଥାନ ବା ଘର ଭାବରେ କାର୍ଯ୍ୟ କରିଥାଏ। ପରବର୍ତ୍ତୀ ପ୍ରଶ୍ନ, ଜୀବମାନଙ୍କର ଜୀବନ ଧାରଣ ପାଇଁ କେଉଁ ଉପାଦାନ ଗୁଡ଼ିକ ଆବଶ୍ୟକ? ତ ଜୀବମାନଙ୍କ ପାଇଁ ମୃତ୍ତିକା, ବାୟୁ, ଜଳ, ସୂର୍ଯ୍ୟାଲୋକ ଏସବୁ ଜୀବମାନଙ୍କ ଜୀବନ ଧାରଣ ପାଇଁ ଆବଶ୍ୟକ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ପଞ୍ଚମ ଶ୍ରେଣୀରେ ଏହି ଏକକ କେଉଁ ବିଷୟକୁ ବିଶେଷ ଭାବେ ଗୁରୁତ୍ୱ ଦେଉଛୁ? ତ ଏହି ଏକକଟି ଆମେ ଯେଉଁ ପଢ଼ୁଛା, ତ ଏହା କେଉଁ ବିଷୟକୁ ବିଶେଷ ଭାବରେ ଗୁରୁତ୍ୱ ଦେଉଛି? ତ ଏହି ଏକକଟି ପଞ୍ଚମ ଶ୍ରେଣୀର ଜୀବନ ଏବଂ ପରିସଂସ୍ଥା ପାଇଁ ଜଳର ଗୁରୁତ୍ୱ ବିଷୟରେ ବିଶେଷ ଭାବରେ ଦର୍ଶାଯାଇଛି। ଜଳର ଗୁରୁତ୍ୱ ବିଷୟରେ। ଜଳକୁ କାହିଁକି ଅନନ୍ୟ ଓ ଅପରିହାର୍ଯ୍ୟ କୁହାଯାଇଛି? ତ ଜୀବନ ଧାରଣ ପାଇଁ ଜଳ ହେଉଛି ଅତ୍ୟନ୍ତ ଆବଶ୍ୟକ। ଏହା ଅନନ୍ୟ ଓ ଅପରିହାର୍ଯ୍ୟ। ଆମେ ଜଳ ବିନା ବଞ୍ଚିପାରିବା ନାହିଁ। ତେଣୁ ଏହାକୁ ଆମେ ଅନନ୍ୟ ବା ଅପରିହାର୍ଯ୍ୟ ବୋଲିକି କହିଥାଉ। ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ କିପରି ଜୀବନ ଧାରଣ କରନ୍ତି? ଜଙ୍ଗଲ ଅଞ୍ଚଳରେ ଯେଉଁମାନେ ରୁହନ୍ତି, ତ ସେମାନେ ଜଙ୍ଗଲ ଏବଂ ତାହାର ଆଖପାଖରୁ ମିଳୁଥିବା ସମ୍ବଳକୁ ବ୍ୟବହାର କରି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି କରନ୍ତି ଏବଂ ଜୀବନ ଧାରଣ କରିଥାନ୍ତି। ଜଙ୍ଗଲବାସୀଙ୍କ ଜୀବନଶୈଳୀ କ'ଣ ପ୍ରତିଫଳନ କରେ? ତ ସେମାନଙ୍କ ଜୀବନଶୈଳୀ ସ୍ଥାନୀୟ ସାମଗ୍ରୀର ବ୍ୟବହାର ଏବଂ ପ୍ରକୃତି ପ୍ରତି ଭଲ ପାଇବା, ଆନନ୍ଦ ଏବଂ ସୃଜନଶୀଳ ଜୀବନଯାପନକୁ ପ୍ରତିଫଳିତ କରିଥାଏ। ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ଜୀବନ ଧାରଣ। ତ ଏବେ ଦେଖିଲେ ନା, ଜଙ୍ଗଲବାସୀଙ୍କ ଜୀବନଶୈଳୀ କ'ଣ ପ୍ରତିଫଳିତ କରିଥାଏ? ତ ଏବେ ଦେଖିଲେ ନା, ଏହି ଏକକରୁ ଆମେ କ'ଣ ଶିଖିଲା? ତ ଏହି ଏକକରୁ ଆମେ କ'ଣ ଶିଖିଲା? ଆମେ ପ୍ରକୃତିକୁ ଗୁରୁତ୍ୱ ଏବଂ ଜଳର ଆବଶ୍ୟକତା ଏବଂ ପରିବେଶ ସହିତ ସମନ୍ୱୟ ରଖି ଜୀବନଯାପନ କରିବା ବିଷୟରେ ଏଥିରୁ ଆମେ ଶିକ୍ଷା ମିଳିଲା। ପ୍ରକୃତି କୋଳରେ ଲୋକମାନଙ୍କ ଜୀବନ କିପରି ହୋଇଥାଏ? ତ ପ୍ରକୃତି କୋଳରେ ଲୋକମାନଙ୍କ ଜୀବନ ଆନନ୍ଦମୟ ଏବଂ ସୃଜନଶୀଳ ଏବଂ ପ୍ରାକୃତିକ ସମ୍ବଳ ଉପରେ ନିର୍ଭରଶୀଳ ହୋଇଥାଏ। ସଂକ୍ଷିପ୍ତ ଉତ୍ତରମୂଳକ ଦେଖିନେବା ପିଲାମାନେ। ଜୀବନ ଧାରଣ ପାଇଁ କେଉଁଟି ଅପରିହାର୍ଯ୍ୟ? ତ ଜୀବନ ଧାରଣ ପାଇଁ ଜଳ ହେଉଛି ଅପରିହାର୍ଯ୍ୟ। ପ୍ରକୃତି କାହାର ବାସସ୍ଥାନ? ମନୁଷ୍ୟ, ପଶୁପକ୍ଷୀ ଏବଂ କୀଟପତଙ୍ଗର ବାସସ୍ଥାନ। ଜୀବନ ଧାରଣ ପାଇଁ ସୂର୍ଯ୍ୟରୁ କ'ଣ ମିଳେ? ସୂର୍ଯ୍ୟରୁ ଆମକୁ ସୂର୍ଯ୍ୟାଲୋକ ମିଳିଥାଏ। ଜଙ୍ଗଲରୁ ମିଳୁଥିବା ବସ୍ତୁକୁ କ'ଣ କୁହାଯାଏ? ଜଙ୍ଗଲରୁ ଆମେ ଯାହା ପାଉଛୁ ତାକୁ ଆମେ ସମ୍ବଳ ବୋଲିକି କହିଥାଉ। ଜୀବନ ଧାରଣ ଜୀବମାନଙ୍କର ପାଇଁ ଆବଶ୍ୟକ ଉପାଦାନ। ତ ଆବଶ୍ୟକ ଉପାଦାନ ହେଉଛି ବାୟୁ। ବାୟୁ ବିନା କୌଣସି ଜୀବ ବଞ୍ଚିପାରିବେ ନାହିଁ। ଶୂନ୍ୟ ସ୍ଥାନ ପୂରଣ କର। ତ ପ୍ରଥମ ପ୍ରଶ୍ନ ଦେଇଛି, ଜୀବନ ଧାରଣ ପାଇଁ ଡେସ୍ ଅନ୍ୟାନ୍ୟ ଏକ ଅପରିହାର୍ଯ୍ୟ। ତ କ'ଣ ଦରକାର? ଜଳ ଦରକାର। ପ୍ରକୃତି ଡେସ୍ଙ୍କର ବାସସ୍ଥାନ ଅଟେ, ଜୀବଜନ୍ତୁଙ୍କର ବାସସ୍ଥାନ ଅଛି। ଜୀବମାନେ ମୃତ୍ତିକା, ବାୟୁ ଓ ଡେସ୍ ଓ ସୂର୍ଯ୍ୟାଲୋକର ଉପସ୍ଥିତିରେ ବଞ୍ଚନ୍ତି। ଜଳ ଓ ସୂର୍ଯ୍ୟାଲୋକର ଉପସ୍ଥିତିରେ ବଞ୍ଚିଥାନ୍ତି। ଜଙ୍ଗଲ ସମ୍ବଳର ବ୍ୟବହାର କରି ଲୋକମାନେ ବିଭିନ୍ନ ଡେସ୍ ପ୍ରସ୍ତୁତି କରନ୍ତି, ସାମଗ୍ରୀ ପ୍ରସ୍ତୁତି କରିଥାନ୍ତି। ପ୍ରକୃତି କୋଳରେ ମନୁଷ୍ୟ ଡେସ୍ ଜୀବନଯାପନ କରନ୍ତି? ସୃଜନଶୀଳ ଭାବରେ ଜୀବନଯାପନ କରନ୍ତି। ଠିକ୍ ଓ ଭୁଲ ଉତ୍ତର ଦେବ। ଜଳ ଜୀବନ ପାଇଁ ଅପ୍ରୟୋଜନୀୟ। ତ ଜଳ ଅପ୍ରୟୋଜନୀୟ। ଭୁଲ। ଆମକୁ ପ୍ରୟୋଜନରେ ଆସୁଛି ନା, ଆସିବାର କଥା ଥିଲା। ପ୍ରକୃତି ପଶୁପକ୍ଷୀଙ୍କ ବାସସ୍ଥାନ ଅଟେ। ଠିକ୍।
ଜଙ୍ଗଲବାସୀ ମାନେ ଜଙ୍ଗଲର ସମ୍ବଳ ବ୍ୟବହାର କରନ୍ତି ନାହିଁ, ଭୁଲ। ବାୟୁ ଜୀବନ ଧାରଣ ପାଇଁ ଆବଶ୍ୟକ, ତ ନିହାତି ଜରୁରୀ ବାୟୁ ବିନା ଆମେ ବଞ୍ଚିପାରିବା ନାହିଁ। ଜଳଭୂମି ରୂପ ଗଠନରେ ସାହାଯ୍ୟ କରିଥାଏ, ଠିକ। ନେକ୍ସଟ ବହୁ ବିକଳ୍ପ ପ୍ରଶ୍ନ ଦେଇଛି, MCQ କ୍ୱେଶ୍ଚନ। ଜୀବନ ପାଇଁ ଅପରିହାର୍ଯ୍ୟ ପଦାର୍ଥଟି ହେଉଛି ଜଳ। କେଉଁଟି ଜୀବନ ଧାରଣ ପାଇଁ ଆବଶ୍ୟକ? ଜୀବନ ଧାରଣ ପାଇଁ ବାୟୁ, ଜଳ, ସୂର୍ଯ୍ୟାଲୋକ ଏସବୁ ଗୁଡ଼ିକ ଦରକାର, ଏସବୁ ଗୁଡ଼ିକ ଆମକୁ ଦରକାର। ନେକ୍ସଟ ଦେଖିବା, ଜଙ୍ଗଲବାସୀ ମାନେ କେଉଁଠାରୁ ସମ୍ବଳ ପାଆନ୍ତି? ଜଙ୍ଗଲବାସୀ ମାନେ ଜଙ୍ଗଲରୁ ସମ୍ବଳ ପାଆନ୍ତି। ଏହି ଏକକରେ କେଉଁ ବିଷୟର ଗୁରୁତ୍ୱ ଦିଆଯାଇଛି? ଏହି ଏକକରେ ଜଳର ବିଷୟରେ ଗୁରୁତ୍ୱ ଦିଆଯାଇଛି। ସଂକ୍ଷିପ୍ତ ପ୍ରଶ୍ନୋତ୍ତର ଗୁଡ଼ିକ ଦେଖିନେବା। ପ୍ରକୃତିର ଭୂମିକା କ'ଣ? ପ୍ରକୃତି ମନୁଷ୍ୟ, ପଶୁପକ୍ଷୀ ଓ କୀଟପତଙ୍ଗ ବାସସ୍ଥାନ ଭାବରେ କାମ କରେ। ଜୀବନ ଧାରଣ ପାଇଁ ଜଳର ଆବଶ୍ୟକ କାହିଁକି? ଜଳ ବିନା କୌଣସି ଜୀବ ବଞ୍ଚିପାରିବ ନାହିଁ, ତେଣୁ ଜଳର ଜୀବନ ପାଇଁ ଅପରିହାର୍ଯ୍ୟ ଅଟେ, ବା ଜଳ ଆମର ପ୍ରତ୍ୟେକ କାର୍ଯ୍ୟରେ ଆସିଥାଏ। ଜଙ୍ଗଲବାସୀ ମାନେ କିପରି ଜୀବନ ଯାପନ କରନ୍ତି? ତ ସେମାନେ ଜଙ୍ଗଲରୁ ମିଳୁଥିବା ସମ୍ବଳକୁ ବ୍ୟବହାର କରି ବିଭିନ୍ନ ସାମଗ୍ରୀ ତିଆରି କରି ଜୀବନଯାପନ କରିଥାନ୍ତି। ଜୀବନ ଓ ପରିସଂସ୍ଥା ପାଇଁ ଜଳର ଗୁରୁତ୍ୱ ବର୍ଣ୍ଣନା କର। ତ ଜଳ ଜୀବନର ମୂଳ ଆଧାର, ସମସ୍ତ ଜୀବ ଜଳ ଉପରେ ନିର୍ଭରଶୀଳ। ତ ଜଳ ପିଇବା, ଚାଷ କରିବା ଏବଂ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। ଜଳ ଭୂମି ରୂପ ଗଠନରେ ସାହାଯ୍ୟ କରେ ଏବଂ ପରିବେଶକୁ ସନ୍ତୁଳନ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେଣୁ ଜଳ ଏକ ଅନନ୍ୟ ବା ଅପରିହାର୍ଯ୍ୟ ପଦାର୍ଥ ଅଟେ ବା ସମ୍ବଳ ଅଟେ। ନେକ୍ସଟ ଦେଇଛି, ପ୍ରକୃତିର କୋଳରେ ବସୁଥିବା ଲୋକମାନଙ୍କ ଜୀବନଶୈଳୀ ବିଷୟରେ। ପ୍ରକୃତି କୋଳରେ ବସୁଥିବା ଲୋକମାନେ ଜଙ୍ଗଲ ଏବଂ ସ୍ଥାନୀୟ ଅଞ୍ଚଳରୁ ମିଳୁଥିବା ସମ୍ବଳକୁ ବ୍ୟବହାର କରି ଜୀବନଯାପନ କରନ୍ତି। ସେମାନେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି କରନ୍ତି ଏବଂ ପ୍ରକୃତି ସହିତ ସମନ୍ୱୟ ରଖି ଆନନ୍ଦ ଓ ସୁଖର ଜୀବନ ଚଳାଇଥାନ୍ତି। ନେକ୍ସଟ ଦେଇଛି ଅତି ସଂକ୍ଷିପ୍ତ ପ୍ରଶ୍ନ ଉତ୍ତର। ଏହି ଏକକରେ କେତୋଟି ପାଠ ରହିଛି? ଏହି ଏକକରେ ଦୁଇଟି ପାଠ ରହିଛି। ଏକକରେ ଦୁଇଟି ପାଠ ରହିଛି। ଏକର ନାମ କ'ଣ? ପାଠ ଏକର ନାମ ଜଳ ହିଁ ଜୀବନ ବୋଲିକି କୁହାଯାଇଛି ଏବଂ ଦୁଇ ପାଠର ନାମ ଏକ ନଦୀର କାହାଣୀ। ଜଳର ଦୁଇଟି ଉତ୍ସ କ'ଣ? ମଧୁର ଜଳ ଏବଂ ଲୁଣି ଜଳ। କେଉଁ ନଦୀର କାହାଣୀ ବର୍ଣ୍ଣନା କରାଯାଇଛି? ଏଠାରେ ଗୋଦାବରୀ ନଦୀର କାହାଣୀ ବର୍ଣ୍ଣନା କରାଯାଇଛି। ଜଳର ନିରନ୍ତର ଗତିକୁ କ'ଣ କୁହାଯାଏ? ଜଳଚକ୍ର ବୋଲିକି କହିଥାଉ। ନଦୀରେ ରହୁଥିବା ଜୀବମାନଙ୍କୁ କ'ଣ କୁହାଯାଏ? ଜଳଚର ଜୀବ ବୋଲିକି କୁହାଯାଏ। ଜଳ ସଂରକ୍ଷଣ କାହିଁକି ଆବଶ୍ୟକ? ଜଳ ସୀମିତ, ତେଣୁ ଜଳକୁ ଆମେ ସୁରକ୍ଷିତ ରଖିବା ବା ସଂରକ୍ଷିତ ରଖିବା ନିହାତି ଜରୁରୀ। ଶୂନ୍ୟ ସ୍ଥାନ ପୂରଣ କର। ପାଠ ଏକର ନାମ ଜଳ ହିଁ ଜୀବନ। ପାଠ ଦୁଇ ଡେସ୍ ନଦୀର କାହାଣୀ ବର୍ଣ୍ଣନା କରାଯାଇଛି। ଗୋଦାବରୀ ନଦୀର କାହାଣୀ ବର୍ଣ୍ଣନା କରାଯାଇଛି। ଜଳର ନିରନ୍ତର ଗତିକୁ ଡେସ୍ କୁହାଯାଏ? ଜଳଚକ୍ର କୁହାଯାଏ। ନଦୀ ଗୁଡ଼ିକ ଡେସ୍ ଭୂମିରୁ ନିମ୍ନ ଭୂମିକୁ ପ୍ରବାହିତ ହୁଏ? ଉଚ୍ଚ ଭୂମି। ଜଳ ଏକ ଡେସ୍ ସମ୍ବଳ ଅଟେ? ସୀମିତ ସମ୍ବଳ ଅଟେ। ଜଳ ଏକ ସୀମିତ ସମ୍ବଳ ଅଟେ। ଠିକ ଭୁଲ ଦେଖିନେବା। ଜଳ ହିଁ ଜୀବନ ପାଠର ଜଳଚକ୍ର ବିଷୟରେ ଆଲୋଚନା କର। ତ ଇଏ ଠିକ ଅଛି ପିଲେ, ଇଏ ଠିକ ଅଛି। ଗୋଦାବରୀ ନଦୀ ସମ୍ବନ୍ଧରେ କୌଣସି ଆଲୋଚନା ନାହିଁ, ତ ଏ ଭୁଲ ରଚନା କରାଯାଇଛି ଗୋଦାବରୀ ବିଷୟରେ। ଜଳ ସଂରକ୍ଷଣର ଆବଶ୍ୟକତା ନାହିଁ, ଭୁଲ। ଜଳ ସଂରକ୍ଷଣର ଆବଶ୍ୟକତା ନିହାତି ଜରୁରୀ। ନଦୀ ଜଳକୁ ଦୂଷିତ ହୋଇପାରେ, ନଦୀ ଜଳ ଦୂଷିତ ହୋଇପାରେ, ଠିକ। ନଦୀ ମନୁଷ୍ୟ ଓ ସଂସ୍କୃତିକୁ ସହାୟତା କରେ, ଇଏ ବି ଠିକ। ବହୁ ବିକଳ୍ପ ପ୍ରଶ୍ନ, କେଉଁ ନଦୀ ବିଷୟରେ ଆଲୋଚନା କରାଯାଇଛି? ମହାନଦୀ, ଗଙ୍ଗା, ଗୋଦାବରୀ, ବ୍ରହ୍ମପୁତ୍ର। ତ ଏଠାରେ ଗୋଦାବରୀ ନଦୀ ବିଷୟରେ ଆଲୋଚନା। ଜଳର ନିରନ୍ତର ଗତିକୁ କ'ଣ କୁହାଯାଏ? ଜଳଚକ୍ର କହିଥାଉ। କେଉଁ ନଦୀ କେଉଁ ଦିଗକୁ ପ୍ରବାହିତ ହୁଏ? ତ ଉଚ୍ଚରୁ ନିମ୍ନକୁ ସବୁବେଳେ ଜଳ ପ୍ରବାହିତ ହୋଇଥାଏ।
ଗୋଟେ ବାକ୍ୟରେ ଉତ୍ତର ଦିଅ। ଜଳ ହିଁ ଜୀବନ ପାଠର ମୁଖ୍ୟ ବିଶେଷ କ'ଣ? ଜଳର ବିଭିନ୍ନ ଅବସ୍ଥା, ଜଳଚକ୍ର ଏବଂ ଜଳ ସଂରକ୍ଷଣର ଗୁରୁତ୍ୱ ହେଉଛି ଏହାର ମୁଖ୍ୟ ବିଷୟ। ଏକ ନଦୀର କାହାଣୀ ପାଠର ମୁଖ୍ୟ ବିଶେଷ କ'ଣ? ଗୋଦାବରୀ ନଦୀର ଉତ୍ପତ୍ତି, ପ୍ରବାହ ଏବଂ ଗୁରୁତ୍ୱ ତାର। ଜଳଚକ୍ର କ'ଣ? ପୃଥିବୀରେ ଜଳଚକ୍ର ବାଷ୍ପୀଭବନ, ମେଘ ସୃଷ୍ଟି ଏବଂ ବର୍ଷା ହେଉଥିବା ନିରନ୍ତର ଗତିକୁ ଜଳଚକ୍ର ବୋଲି ଆମେ କହିଥାଉ। ଜଳ ସଂରକ୍ଷଣ କାହିଁକି ଆବଶ୍ୟକ? ଜଳ ଜୀବନ ପାଇଁ ଅପରିହାର୍ଯ୍ୟ ଏବଂ ଏହା ଏକ ସୀମିତ ସମ୍ବଳ, ତେଣୁ ଭବିଷ୍ୟତ ପାଇଁ ଜଳ ସଂରକ୍ଷଣ ଆବଶ୍ୟକ ଅଛି। ନଦୀ ମନୁଷ୍ୟକୁ କିପରି ସହାୟତା କରେ? ନଦୀ ପାନୀୟ ଜଳ, ଚାଷ ପାଇଁ ଜଳ, ମାଛ ଏବଂ ପରିବହନ ସୁବିଧା ସୁଯୋଗ ଦେଇଥାଏ। ଲଙ୍ଗ କ୍ୱେଶ୍ଚିନ୍ ଦେଇଛି ବୋଲେ 5 ମାର୍କ ଏଟା। ଜଳ ହିଁ ଜୀବନ ପାଠକର ସାରାଂଶ ଲେଖ। ତ ଏହି ପାଠରେ ଜଳର ବିଭିନ୍ନ ଅବସ୍ଥା, ମଧୁର, ଲୁଣି, ଜଳର ବ୍ୟବହାର ଏବଂ ଜଳଚକ୍ର ବିଷୟରେ ଆଲୋଚନା କରାଯାଇଛି। ଜଳ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ ଏବଂ ଜଳ ସଂରକ୍ଷଣ ହେଉଛି ଗୁରୁତ୍ୱ ବିଷୟରେ ଏଠାରେ ବର୍ଣ୍ଣନା କରାଯାଇଛି। ଏହି ନଦୀର କାହାଣୀ ପାଠକର ସାରାଂଶ ଲେଖ। ତ ଏହି ପାଠକରେ ଗୋଦାବରୀ ନଦୀର ଉତ୍ପତ୍ତି ସ୍ଥଳକୁ ମହାନଦୀ ପର୍ଯ୍ୟନ୍ତ ଯାତ୍ରା ବର୍ଣ୍ଣନା କରାଯାଇଛି ଏବଂ ଏଥିରେ ଉପନଦୀ, ଜଳଚକ୍ର, ଜୀବ, ବନ୍ଧ, ନଦୀ ପ୍ରଦୂଷଣ ଏବଂ ନଦୀର ସାମାଜିକ ପରିବେଶ ଓ ସାଂସ୍କୃତିକ ପରିବେଶକୁ ଗୁରୁତ୍ୱ ଦିଆଯାଇଛି ଏବଂ ଏହା ଜଳ ସଂରକ୍ଷଣର ଆବଶ୍ୟକତାକୁ ମଧ୍ୟ ବୁଝାଉଛି। ତ ପିଲାମାନେ ଆଜିର ଆମ ଚତୁଃପାର୍ଶ୍ୱରେ ଜୀବନ ଅଧ୍ୟାୟର ପ୍ରଶ୍ନ ଓ ଉତ୍ତର ଏଠି ସମାପ୍ତ ହେଲା। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ। ଜୟ ଜଗନ୍ନାଥ।